କବିତାର ଶୀର୍ଷକ ପରିବର୍ତ୍ତନ। ସମୟର ଅବିରତ ସ୍ରୋତ ବଦଳାଇ ଦିଏ ସବୁକିଛି ଖଡ଼ିକି ଖଡ଼ି। ଏ ତ ସୃଷ୍ଟିର ନିୟମ, ତଥାପି ଏ ଅମାନିଆ ମନ ବୁଝେନା, ସ୍ୱୀକାର କରେନା। ନିଜକୁ ଖାପ ଖୁଆଇବାଟା ଅସମ୍ଭବ ଲାଗେ, ସାମ୍ନା କରିବାର ସାହସ ଜୁଟାଇ ପାରେନା। ପ୍ରକୃତରେ ଏହା କ'ଣ ପରିବର୍ତ୍ତନ? ସେ ତ ହୁଏ ମଣିଷର ଅନ୍ତର୍ମନରେ, ଭିନ୍ନ ଏକ ପରିଚୟ ସୃଷ୍ଟି କରେ, ବିଚାର ବଦଳେ। ପରିବର୍ତ୍ତନ ସେ ତ ହୁଏ ମଣିଷର ଜୀବନଶୈଳୀରେ, ବିଚାରଧାରାରେ। ଅସ୍ଥାୟୀ ସେ, ସମୟର ସାଥେ ସାଥେ ସଂଜ୍ଞା ତାର ବଦଳେ। ମନ ବଦଳାଇ ଦେଲେ ସେ କି ହୁଏ ସ୍ନାନ? ଲୋକ ଦେଖାଣିଆ ପରିବର୍ତ୍ତନ ସମାଜକୁ କରେନା ତ ଶୁଦ୍ଧ। ଜୀବନର ଅନ୍ୟ ନାମ ଅଟେ ପରା ଗତିଶୀଳତା, ସ୍ଥିରତା ଯେ ପାଷାଣ ସମାନ। ସମୟର ସାଥେ ସାଥେ ବଦଳିବାର ନାହିଁ କି ଆବଶ୍ୟକତା? ସେ ଯେ ସ୍ୱାଭାବିକ, ଅବଶ୍ୟମ୍ଭାବୀ। ବୈଜ୍ଞାନିକ ଉନ୍ନତିର ସାଥେ ସାଥେ ଯାନ୍ତ୍ରିକ କୌଶଳର ନୂତନ ପ୍ରୟୋଗରେ ପରିବର୍ତ୍ତନ ହୁଏ ସୁନିଶ୍ଚିତ। ସେ ତ ଅନିବାର୍ଯ୍ୟ, ସେ ଯେ ସମୟର ଆହ୍ୱାନ, କରିବାକୁ ହେବ ତାକୁ ସ୍ୱାଗତ। ସ୍ୱୀକାର କରିବାକୁ ହେବ ପରିବର୍ତ୍ତନର ଉଦ୍ଘୋଷ। ମାନସିକ ସ୍ଥିତି ସୁଦୃଢ଼ ରଖି ଭବିଷ୍ୟତ ଅନିଶ୍ଚିତତାରୁ ମୁକୁଳି ନୂତନ ବିଚାରଧାରାରେ ନିଜକୁ ଢାଳିବାକୁ ହେବ। ପରିବର୍ତ୍ତନ ମାନେ ନୁହେଁ ନୂଆ କିଛି ବଦଳିବା। ମଣିଷ ଭିତରେ ତ ସବୁ କିଛି ଥିଲା, ଅଛି, ଆଉ ରହିଥିବ। ଲାଗେ ଖାଲି ବଦଳା ବଦଳା। ବଦଳୁ, କିଛି ବି ବଦଳୁ, କିନ୍ତୁ ଜୀବନକୁ କରୁ ଆହୁରି ସରଳ, ଆହୁରି ଜୀବନ୍ତ। ଅଜ୍ଞାନ ଅନ୍ଧକାର ଭିତରୁ ବାହାରି ଜ୍ଞାନର ଆଲୋକରେ ହେଉ ଆଲୋକିତ। ମୂଢ଼ତାପଣରୁ ମୁକୁଳି ପରାଧୀନତାରୁ ସ୍ୱାଧୀନତାର ସ୍ୱାଦ ଚାଖି ଜାତି ଧର୍ମର ଊର୍ଦ୍ଧ୍ୱରେ ଏ ମଣିଷ ରହୁ। ଭିନ୍ନତାରୁ ଏକତା, ପରାଜୟରୁ ବିଜୟ, କୁସଂସ୍କାରରୁ ସଂସ୍କାର, ଅସତ୍ୟରୁ ସତ୍ୟର ସନ୍ଧାନ ପାଉ। ପରିବର୍ତ୍ତନ ପୁରୁଷ ସ୍ତ୍ରୀର ସମାନତାରେ, ଉତ୍ଥାନରେ ମାନବ ଜାତିର, ଦଳିତ ସମାଜର ଉନ୍ନତିରେ ହେଉ ପରିପୁଷ୍ଟ। ସମାଜରୁ ରୂଢ଼ିବାଦୀର ହେଉ ଅନ୍ତ, ଭବିଷ୍ୟତ ବଂଶଧର ହେଉ ସୁରକ୍ଷିତ।